କାହିଁକି ସୁଦାମଙ୍କ ବଧ କଲେ ମହାଦେବ? ଜାଣନ୍ତୁ ରହସ୍ୟ। କାହିଁକି ସୁଦାମଙ୍କ ବଧ କଲେ ମହାଦେବ? ଖୁବ୍ କମ୍ ଲୋକେ ଜାଣିଛନ୍ତି ଏହି କଥା। ବନ୍ଧୁଗଣ, ଯେତେବେଳେ ମିତ୍ରତାର କଥା ଆସେ ସେତେବେଳେ ସର୍ବଦା ଶ୍ରୀକୃଷ୍ଣ ଓ ସୁଦାମାଙ୍କ ମିତ୍ରତା ସାମ୍ନାକୁ ଆସିଥାଏ। ହେଲେ ଆପଣମାନେ ଜାଣିଛନ୍ତି କି ସୁଦାମାଙ୍କ ବଧ ମହାଦେବଙ୍କ ହାତରେ ହିଁ ହୋଇଥିଲା? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ମହାଦେବ କ'ଣ ପାଇଁ ସୁଦାମାଙ୍କ ବଧ କରିଥିଲେ। ବିରାଜା ନାମରେ ଏକ କନ୍ୟା ଥିଲେ, ଯେ କି ଶ୍ରୀକୃଷ୍ଣଙ୍କ ମନେ ମନେ ପ୍ରେମ ମଧ୍ୟ କରୁଥିଲେ। ସେ ଗୋଲୋକରେ ରହୁଥିଲେ। ସେ ସମୟରେ ସୁଦାମା ମଧ୍ୟ ସେଠାରେ ରହୁଥିଲେ। ସେ ମଧ୍ୟ ବିରାଜାଙ୍କୁ ପ୍ରେମ କରୁଥିଲେ। ଏକଦା ବିରାଜା ଶ୍ରୀକୃଷ୍ଣଙ୍କ ନିକଟବର୍ତ୍ତୀ ହେବାର ଦେଖି ରାଧା ରାଗିଯାଇ ବିରଜାକୁ ଅଭିଶାପ ଦେଇଥିଲେ କି ସେ ଭୂଲୋକରେ ଜନ୍ମ ନେବେ। ଏହାପରେ ସୁଦାମା ମଧ୍ୟ ରାଗିଯାଇ ରାଧାଙ୍କୁ ଅଭିଶାପ ଦେଲେ ଓ ଏହାର ପ୍ରତିବଦଳରେ ରାଧା ମଧ୍ୟ ସୁଦାମାକୁ ଅଭିଶାପ ଦେଲେ କି ସୁଦାମା ଭୂଲୋକରେ ଦାନବ ରୂପରେ ଜନ୍ମଗ୍ରହଣ କରିବେ। ଏହାପରେ ସୁଦାମା ଶଙ୍ଖଚୂଡ଼ ନାମକ ଏକ ଦାନବ ରୂପରେ ଜନ୍ମଗ୍ରହଣ କଲେ ଓ ବିରାଜା ଧର୍ମଧ୍ୱଜଙ୍କ କନ୍ୟା ତୁଳସୀ ଭାବରେ ଜନ୍ମଗ୍ରହଣ କଲେ। ଶଙ୍ଖଚୂଡ଼ ତପସ୍ୟା କରିବାକୁ ଲାଗିଲା ଓ ତପସ୍ୟାରେ ମଧ୍ୟ ସଫଳ ହୋଇ ବ୍ରହ୍ମଦେବଙ୍କୁ ବର ମାଗିଲା, ତାଙ୍କୁ ଯେପରି କେହି ପରାସ୍ତ କରିପାରିବେ ନାହିଁ। ଏହା ଶୁଣି ବ୍ରହ୍ମା ତାଙ୍କୁ ଏକ ରକ୍ଷା କବଚ ଦେଲେ ଓ ତପସ୍ୟାରେ ଲୀନ ଥିବା ପରମ ସତୀ ତୁଳସୀଙ୍କୁ ବିବାହ କରିବା ପାଇଁ କହିଲେ। ଏପରି କଲେ ତାଙ୍କୁ କେହି ମଧ୍ୟ ପରାଜିତ କରିପାରିବେ ନାହିଁ। ଏହାପରେ ବ୍ରହ୍ମଦେବଙ୍କ ଆଦେଶ ଅନୁସାରେ ସେ ତୁଳସୀଙ୍କୁ ବିବାହ କଲେ ଓ ଦାନବ ରାଜା ମଧ୍ୟ ହୋଇଗଲେ। ଏହାପରେ ଦେବତାମାନଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିଚାଲିଲେ। ତାଙ୍କର କେହି ମଧ୍ୟ କିଛି କ୍ଷତି କରିପାରିଲେ ନାହିଁ। ତତ୍ପରେ ଭଦ୍ରକାଳୀଙ୍କ ସହ ଯୁଦ୍ଧ କରୁଥିବା ସମୟରେ ଏକ ଆକାଶବାଣୀ ହେଲା କି ଯେ ପର୍ଯ୍ୟନ୍ତ ଶଙ୍ଖଚୂଡ଼ର ରକ୍ଷା କବଚ ଥିବ ଓ ତାଙ୍କ ସ୍ତ୍ରୀ ପରମ ସତୀ ହୋଇଥିବେ ସେବେ ପର୍ଯ୍ୟନ୍ତ ଶଙ୍ଖଚୂଡ଼ର ବଧ ହୋଇପାରିବ ନାହିଁ। ଏହା ଶୁଣି ମହାଦେବ ବିଷ୍ଣୁଙ୍କ ନିକଟକୁ ଗଲେ। ଏହାପରେ ବିଷ୍ଣୁ ଏକ ମୁନିବେଶ ଧାରଣ କରି ଦାନ ସ୍ୱରୂପ ଶଙ୍ଖଚୂଡ଼ର ରକ୍ଷା କବଚ ନେଇ ଆସିଲେ। ଏହାପରେ ଶଙ୍ଖଚୂଡ଼ ବେଶ ଧାରଣ କରି ସତୀ ତୁଳସୀ ସହ ସମୟ ବିତାଇ ତାକୁ ଉପଭୋଗ କଲେ। ହେଲେ ତୁଳସୀ ଜାଣିପାରି ତାଙ୍କୁ ପଚାରିବାରୁ, ହେ ଦୁଷ୍ଟ, ତୁମେ କିଏ କହି ଅଭିଶାପ ଦେବାକୁ ବାହାରିଲେ। ସେତେବେଳେ ବିଷ୍ଣୁ ନିଜ ରୂପକୁ ଆସିବା ସହ ମହାଦେବ ମଧ୍ୟ ପ୍ରକଟ ହେଲେ ଓ ତୁଳସୀଙ୍କୁ ବୁଝାଇ କହିଲେ, ଏହା ହିଁ ତୁମ କଠିନ ତପସ୍ୟାର ଫଳ। ତୁମେ ପରମ ପୂଜ୍ୟ ହୋଇ ରହିବ। ତୁମର ସ୍ଥାନ ସବୁଠାରେ ଉପରେ। ସମସ୍ତେ ତୁମ ପୂଜା କରିବା ସହ ସର୍ବଦା ତୁମେ ଭଗବାନଙ୍କ ଶିରରେ ରହିବ, ହରିଙ୍କ ନିକଟବର୍ତ୍ତୀ। ତୁମେ ଏକ ପବିତ୍ର ନଦୀ ହୋଇ ପ୍ରବାହିତ ହେବ, ଯାହାର ନାମ ଗଣ୍ଡକୀ ନଦୀ। ଏହି ନଦୀ ସାମ୍ନାରେ ଯେଉଁ ପଥର ପଡ଼ିବ ତାହାକୁ ଶାଳଗ୍ରାମ କୁହାଯିବ, ଯାହାକି ଲକ୍ଷ୍ମୀନାରାୟଣଙ୍କ ସ୍ୱରୂପ। ଏହାପରେ ତୁଳସୀ ବୈକୁଣ୍ଠକୁ ବିଷ୍ଣୁଙ୍କ ସହ ପଳାଇଲେ ଓ ଶଙ୍ଖଚୂଡ଼ର ବଧ କରିଦେଲେ।